ଆଉ କୋଉଠୁ ଆସୁଛନ୍ତି କହିବେ? ସୁନାଖେଳା ନା କୁହନ୍ତୁ, ରମା ଦେଇ ରାଜ ସୁନାଖେଳା। କ'ଣ ଅନୁଭୂତି ଅଛି ମା କୁହନ୍ତୁ? ଅନୁଭୂତି ତ ବହୁତ କିଛି ଅଛି। ଆଉ 82 ମସିହାରେ ଆସିଥିଲି ଇଣ୍ଟରଭ୍ୟୁ ଦେବାକୁ। ମୋର ଗୋଟେ ଝିଅଟେ ହେଇଗଲା। ଆଉ ପୁଣି ବର୍ଷ ପରେ ଆଉ ସେ ଠାକୁରଙ୍କର ଆଶୀର୍ବାଦରୁ ପୁଣି ଚାକିରି ଇଣ୍ଟରଭ୍ୟୁ ଆସିଲେ ଚାକିରିଟି ହେଲା, ସର୍ଭିସ୍ କରିଛି। ଆଉ ପୁଣି ଦେହ ଖରାପ ହେଲା, ଦେହ ବହୁତ ଜୋରରେ ଖରାପ ହେଲା ଯେ ଏମିତି ମରଣ ସନ୍ତୋଷ ହେଇ ପଡ଼ିଲି ଯେ ମୋତେ ସେ ଯମଦୂତ କି କିଏ କେଜାଣି ମୋତେ ସ୍ୱର୍ଗକୁ ନେଇଗଲା ପୁରା ଅଧା ଆଟକୁ ଏମିତି ନେଇଗଲା। ସେଠୁ ମୁଁ ଠାକୁରଙ୍କୁ ଯାଇକି ଡାକୁଛି, ଆଉ ଜଗନ୍ନାଥଙ୍କୁ ଡାକୁଛି, ଡାକିଲି। ତାପରେ ମୋ ନିଦ ଭାଗିଗଲା। ସେଠୁ ଜାଣିଲି ମୋ ଠାକୁର ମୋ ପାଇଁ ଅଛନ୍ତି। ଆଉ ସବୁବେଳେ ପ୍ରଭୁ ପାଖରେ ଅଛନ୍ତି, ଡାକ ଶୁଣୁଛନ୍ତି। ଶୁଣୁଛନ୍ତି ସବୁ। ଆଜି 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 ଦର୍ଶନ କଲେଣି? ହଁ ହଁ କରିସାରିଲେଣି। ଜୟ ଜଗନ୍ନାଥ ଟିଭି ଦେଖନ୍ତି? ହଁ ସଦାବେଳେ ମୁଁ ଦେଖୁଛି, ସକାଳେ ଲଗାଉଛି, ସନ୍ଧ୍ୟାବେଳେ 9ଟା ପର୍ଯ୍ୟନ୍ତ ଦେଖୁଛି। ତାପରେ ସବୁବେଳେ ଦେଖୁଛୁ, ଜାଗିକି ରହୁଛି ସେ ଟିଭି। ଆଉ ହଉ ମା, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଜୟ ଜଗନ୍ନାଥ ଟିଭି ତରଫରୁ ଜୟ ଜଗନ୍ନାଥ।